ମା ଆମେ ଆଲୋଚନା ଆରମ୍ଭ କରିବା ମାତୃରଚନାବଳୀ ଭାଗ 10 ଜ୍ଞାନ 484। ପ୍ରଭୁ ଶ୍ରୀଅରବିନ୍ଦ ଲେଖୁଛନ୍ତି, ପୁଣ୍ୟବାନ ମାନଙ୍କର ଦୃଷ୍ଟିରୁ ଆପଣାକୁ ଲୁଚାଇ ରଖିବା ଲାଗି ପାପ ହେଉଛି କୃଷ୍ଣଙ୍କର ଏକ କୌଶଳ ଏବଂ ଏକ ଛଦ୍ମବେଶ। ହେ ପାଖଣ୍ଡୀ, ତୁ ପରମେଶ୍ୱରଙ୍କୁ ପାପୀ ଭିତରେ ମଧ୍ୟ ଦେଖିବୁ। ନିଜ ଭିତରେ ସେଇ ପାପ କିପରି ତୋର ଅନ୍ତରକୁ ଶୁଦ୍ଧ କରିବାରେ ଲାଗିଛି, ତୁ ସେକଥା ମଧ୍ୟ ଦେଖିବାକୁ ସମର୍ଥ ହେବୁ ଏବଂ ନିଜର ଭାଇକୁ ଯାଇ ବାହୁ ପାଶରେ ଆବଦ୍ଧ କରିନେବୁ। ପ୍ରଭୁଙ୍କର କହିବା, ଲେଖିବା ସବୁବେଳେ ନିଆରା। ଗୂଢ଼ ତତ୍ଵ, ଗୂଢ଼ ରହସ୍ୟକୁ ବହୁତ ସୁନ୍ଦର ଏବଂ ଏମିତି ବୋଧରେ କରିଥିବେ ଯେମିତି ଦୁଇଟା ଯାକର ଅର୍ଥ ତାକୁ ଯଦି ଗଭୀର ତା ଭିତରକୁ ନ ଯିବେ ତେବେ ଭୁଲ ଅର୍ଥରେ ନେବେ। ସେଥିପାଇଁ ଜ୍ଞାନୀମାନେ ବୁଝିବାକୁ କଷ୍ଟ ହୁଏ। ଯେଉଁମାନେ ଭକ୍ତ ବା ନିଜ ଭିତର ଶୁଦ୍ଧ, ସେମାନେ ବୁଝିବା ସହଜ। ସେ ବିନୋଦପୂର୍ଣ୍ଣ ରୀତିରେ ସେ କହୁଛନ୍ତି ଯେ ପ୍ରକୃତିରେ ପାପ ପୁଣ୍ୟର ଉର୍ଦ୍ଧ୍ୱରେ ହଉଛନ୍ତି ଭଗବାନ ବୋଲି ସେଇଟାକୁ କହିବାକୁ ଯାଇକି ସେ କହୁଛନ୍ତି, ପୁଣ୍ୟବାନ ମାନଙ୍କର ଦୃଷ୍ଟିରୁ ଆପଣାକୁ ଲୁଚାଇ ରଖିବା ଲାଗି ପାପ ହେଉଛି କୃଷ୍ଣଙ୍କର ଏକ କୌଶଳ ଏବଂ ଏକ ଛଦ୍ମବେଶ। ତାମାନେ ଯୋଉମାନେ ନିଜକୁ ପୁଣ୍ୟବାନ ବୋଲି ମନେ କରନ୍ତି, ପୁଣ୍ୟବାନ ବୋଲି ମନେ କରିବା ଅର୍ଥ ହିଁ କହି ହଉଛି ଯେ ପୁରା ଦେଖେଇ ଦଉଛି ଯେ ସେ ଅନ୍ୟମାନଙ୍କ ଠାରୁ ନିଜେ ଯେ ଭିନ୍ନ ଏବଂ ନିଜେ ଯେ ମହାନ, ସେଇଟାକୁ ସେମାନେ ସ୍ୱୀକାର କରୁଛନ୍ତି ନିଜ ଭିତରେ। ତେଣୁ ତାମାନେ ତାଙ୍କ ପାଇଁ ପାପର ସଂଜ୍ଞା ରହିଛି ଏବଂ ପାପୀ ମାନଙ୍କୁ ସେମାନେ ଘୃଣା କରନ୍ତି। ଆପଣ କହିବେ ନା ସେମିତି ନୁହଁ, ମୁଁ ପୁଣ୍ୟବାନ ଯେ ମୁଁ ପାପୀଙ୍କୁ ଘୃଣା କରେନି। ପୁଣ୍ୟବାନ ମୁଁ ବୋଲି ଭାବୁଛି ମାନେ ମୁଁ କାହାଠାରୁ ତ ନିଜକୁ ଅଲଗା କରୁଛି ବୋଲି ଭାବୁଛି ନା ନାହିଁ। ଆପଣ ଯଦି ଗୋଟେ ଜାଗାରେ ଆପଣ କଣ କରିବେ, ନର୍ମାଲ ପାଣି ନେବେ ଆଉ ଗୋଟେ ଗରମ ପାଣି ନେବେ। ଆପଣ ପ୍ରଥମେ କଣ କରିବେ, ଗରମ ପାଣିରେ ହାତ ଟିକେ ବୁଡେଇ ଦେବେ, ତାପରେ ଆଣିକି ନର୍ମାଲ ପାଣିରେ ହାତ ବୁଡେଇବେ। ସେତେବେଳେ ନର୍ମାଲ ପାଣି ଆପଣଙ୍କୁ ଥଣ୍ଡା ପାଣି ଭଳିଆ ଲାଗିବ, ମାନେ କୋଲ୍ଡ ମାନେ ଆଇସ୍ ପାଣି ଯେମିତିଆ ଲାଗିବ। କାହିଁକି ନା ଆପଣ ଗରମ ପାଣିରେ ହାତ ମାରିଛନ୍ତି। କିନ୍ତୁ ସେ ପାଣିଟା, ନର୍ମାଲ ପାଣିଟା ଯୋଉଟା କି ଥଣ୍ଡା ନୁହଁ, ସେ କଣ ଥଣ୍ଡା କି? ମୁଁ ଗରମ ପାଣିରେ ଯେହେତୁ ଆଗ ବୁଡେଇଥିଲି ହାତ, ତେଣୁ ଥଣ୍ଡା ପାଣିରେ ହାତ, ନର୍ମାଲ ପାଣିରେ ହାତ ବୁଡେଇଲା ବେଳେ ବା ସାଧା ପାଣିରେ ହାତ ବୁଡେଇଲା ବେଳେ ତାହା ମତେ ଥଣ୍ଡା ଲାଗେ, କିନ୍ତୁ ସେ ଥଣ୍ଡା ନୁହଁ। ମୁଁ ଯେତେବେଳେ ନିଜକୁ ମହାନ ବୋଲି ମନେ କରୁଛି, ସେତେବେଳେ ସ୍ୱାଭାବିକ ଭାବେ ନିଜ ଭିତରେ ଏକ ଲୁକ୍କାୟିତ ଭାବ ଥାଏ ଯେ ଅନ୍ୟମାନେ ମୋ ଠାରୁ ନିଚା, ମୋ ଠାରୁ ତଳେ, ତେଣୁ ମୋର ସେମାନଙ୍କ ପ୍ରତି ଏକ ଘୃଣା ଥାଏ। ସେ ପ୍ରକାର ଭାବ ଯଦି ନିଜ ଭିତରେ ରହିଛି, ତେବେ ଆପଣ ପରମେଶ୍ୱରଙ୍କ ସହିତ ସାକ୍ଷାତ ହେଇନାହିଁ। ପରମେଶ୍ୱରଙ୍କୁ ପ୍ରାପ୍ତ କରିବା ପାଇଁ ବହୁତ ଦୂରରେ ଅଛନ୍ତି ଆପଣ। ସେଥିପାଇଁ କହୁଛନ୍ତି ହେ ପାଖଣ୍ଡୀ। ତେଣୁ ସେମାନଙ୍କୁ ପ୍ରଭୁ ଲେଖୁଛନ୍ତି ସେମାନେ ହଉଛନ୍ତି ପାଖଣ୍ଡୀ। ପାପୀ ମାନଙ୍କ ଭିତରେ ଯେ ପରମେଶ୍ୱର ଅଛନ୍ତି ସେଟାକୁ ସେ ଦେଖି ପାରୁନାହାନ୍ତି। ତେଣୁ ପ୍ରଭୁ ତାକୁ ଗୋଟେ ମାନେ ନିଜର ଅସାଧାରଣତାକୁ ପ୍ରକାଶ କରି କହୁଛନ୍ତି ଯେ ପୁଣ୍ୟବାନ ମାନଙ୍କ ପାଖରୁ ଲୁଚାଇ ରଖିପାରିବା ଲାଗି ପାପ ହେଉଛି ତାଙ୍କର ଏକ ଛଦ୍ମବେଶ। ତାପର ଲାଇନ ଏତିକି ଖାଲି କହିଦେଲେ ଆମେ ସାଙ୍ଗେ ସାଙ୍ଗେ ମିସ୍ଅଣ୍ଡରଷ୍ଟାଣ୍ଡ କରନ୍ତି, ମିସକନସେପ୍ଟ ନିଅନ୍ତି। କଣ? ତେଣୁ ଯିଏ ବି ଯେତେ ପାପ କରୁ, ପାପ କରୁ ସଂଜ୍ଞା ଅର୍ଥରେ ନୁହଁ, ଏଇ ଅର୍ଥରେ ବି ଯିଏ ଯେତେ ଭଗବାନଙ୍କ ଆଡକୁ ଅଗ୍ରଗତି ନ କରୁ ପଛକେ, ଯାହା କରୁ ନିଜ ସ୍ୱାର୍ଥ ପୂର୍ତ୍ତି କରୁ, ଆମେ ଏଇ ଦୃଷ୍ଟିରୁ କହିବା ସେଇମାନେ ହଉଛନ୍ତି ପାପୀ ଯୋଉମାନେ ପରମେଶ୍ୱରଙ୍କୁ ମାଙ୍କୁ ପରିପ୍ରକାଶ କରିବାର ସହଯୋଗ ନ କରି ଭଗବାନ ଯେ ସମସ୍ତଙ୍କ ଭିତରେ ଅଛନ୍ତି ସେଇ ପ୍ରକାରର ଭାବରେ ବଞ୍ଚିବା ପାଇଁ ଆମେ ଯଦି ସତରେ ନିଷ୍ଠାପର ସହକାରେ ଚେଷ୍ଟା କରିବୁ, ତାହେଲେ ସମସ୍ତଙ୍କୁ, ସେଥିପାଇଁ ଯୋଉ କହୁଛନ୍ତି ନିଜର ଭାଇକୁ ଯାଇ
ବାହୁପାଶରେ ଆବଦ୍ଧ କରିନେବୁ। ତାମାନେ ଯାହାକୁ ଆପଣ ପାପୀ ବୋଲି ଭାବୁଛନ୍ତି ତାକୁ ଏଠି ଆକ୍ଚୁଆଲି କହୁଛନ୍ତି କଣ, ତାପରେ କହୁଛନ୍ତି ଦେଖନ୍ତୁ, ନିଜ ଭିତରେ ସେହି ପାପ କିପରି ତୋର ଅନ୍ତରକୁ ଶୁଦ୍ଧ କରିବାରେ ଲାଗିଛି ତୁ ସେ କଥା ମଧ୍ୟ ଦେଖିବାକୁ ସମର୍ଥ ହେବୁ। ତମେ ଯୋଉଟା ବାହାରେ ଆଉ କାହା ପାଖରେ ପାପ ବୋଲି ଦେଖୁଛ, ତାର ଯୋଉ ଜଡ଼ ବା ତାର ଏକ ଛଦ୍ମ ରୂପ ଭିନ୍ନ ଭାବରେ ଆମ ଭିତରେ ଥାଏ, ତାକୁ ଆମେ ଦେଖିବା ପାଇଁ ସମର୍ଥ ହେଇପାରୁନା। ମାନସିକ ବିକାଶ ସେତିକି ହେଇନାହିଁ ଏବଂ ନିଜର ଆଶ୍ରୟଟା ସେତିକି ତୀବ୍ର ନଥିବ ଯଦି, ତାହେଲେ ଆପଣ ଦେଖିପାରିବେନି। ତେଣୁ ସେଇଟାକୁ କହୁଛନ୍ତି, ତମେ ଯେତେବେଳେ ତାଙ୍କ ଭିତରେ ଭଗବାନଙ୍କର ଉପସ୍ଥିତିକୁ ଅନୁଭବ କରିବ, ତେବେ ତମେ ଦେଖିପାରିବ ଯେ ସେଇ ଯୋଉ ଗୁଣଟା କହୁଛ, ଯାହାକୁ ତମେ ପାପ ବୋଲି କହୁଛ, ସିଏ ଆମକୁ ପ୍ରସ୍ତୁତ କରୁଛି, ଜଣେଇ ଦଉଛି ତା ବିରୁଦ୍ଧରେ ତାର ସମ୍ମୁଖୀନ ହେବା ପାଇଁ ମୋର ଶକ୍ତି ସାମର୍ଥ୍ୟକୁ ବୃଦ୍ଧି କରିବା ଦରକାର ଏବଂ ସେଇଟା କିପରି ମୋତେ ପରମେଶ୍ୱରଙ୍କ ପାଖରୁ ଅଲଗା କରିନେଉଛି, ଏଇ ସବୁ ବିଷୟରେ ସେ ମୋତେ ସତର୍କ କରିଦିଏ, ସଚେତନ କରିଦିଏ। ତା ଫଳରେ କଣ ହୁଏ ନା ମୋ ଅନ୍ତରଟା ଅଧିକ ଶୁଦ୍ଧ ହୁଏ। ଏଠି ମିସକନସେପ୍ଟ କଥା କାହିଁକି କହିଲି, ଆମେ ଯେହେତୁ କହୁଛନ୍ତି ସେ ସମସ୍ତଙ୍କ ଭିତରେ ଭଗବାନ ଅଛନ୍ତି, ସମସ୍ତଙ୍କୁ ଗ୍ରହଣ କର ବୋଲି, ଆମେ କଣ କରୁ, ମୁଁ କୋଳେଇ ନେବି ବୋଲି, ସମସ୍ତଙ୍କ ଭିତରେ ଭଗବାନ ଅଛନ୍ତି ବୋଲି ତାଙ୍କୁ ବାହୁପାଶରେ ଆବଦ୍ଧ କରିନେବି ବୋଲି କେବେ ବି ଯାଇ ପାଗଳା କୁକୁରକୁ କୁଣ୍ଢେଇବି ନାହିଁ। ମୋର ପୋଷା କୁକୁରକୁ ମୁଁ କୋଳରେ ନଉଛି, କିନ୍ତୁ ପାଗଳା କୁକୁରକୁ ମୁଁ ଦୂର ଦୂର କରି ମାର କରି ବାଡେଇକିରି ମାରିଦେବି ନାହିଁ। ତାଙ୍କୁ ତାଙ୍କ ପାଇଁ ଯାହା ମୋର ଆବଶ୍ୟକ କରଣୀୟ କର୍ମ ଯଦି ମୁଁ କରୁନାହିଁ, ତେବେ ମୁଁ ଭୁଲ କରୁଛି। ଯଦି ତାଙ୍କ ପ୍ରତି ମୋର ସ୍ନେହ ଏବଂ ତାଙ୍କ ଭିତରେ ଯେ ପରମେଶ୍ୱର ବା ପରମାଜନନୀ ଅଛନ୍ତି, ସେଇଟା ଯଦି ମୁଁ ଦେଖିବାକୁ ସମର୍ଥ ହେଇପାରିବି, ତେବେ ତାଙ୍କୁ କେବେ ବି ମୁଁ ସେମିତି ଛାଡ଼ି ଦେଇ ପାରିବି ନାହିଁ, କେବେ ବି ଛାଡ଼ି ଦେଇ ପାରିବି ନାହିଁ। ତାଙ୍କ ପାଇଁ କଣ ଟ୍ରିଟମେଣ୍ଟ ଦରକାର, କଣ ଯନ୍ତ୍ରପାତି ଦରକାର, ତାକୁ ସବୁ ସେମିତି ବ୍ୟବସ୍ଥା ମୁଁ କରିବି। ଆମେ ଯୋଉ ସମସ୍ତେ କହନ୍ତି ଯେ ମୁଁ କଣ କାହାକୁ ବଦଳେଇ ଦେଇପାରିବି, ଏଟା ହଉଛି ଆବସଲ୍ୟୁଟଲି କରେକ୍ଟ, ସେଟା ଠିକ। ନିଜକୁ ତ ମୁଁ ବଦଳେଇ ପାରୁନି, ଅନ୍ୟମାନଙ୍କୁ କଣ ବଦଳେଇ ପାରିବି? ଏଇ ଜ୍ଞାନ କାରିକାରେ ଦୁଇଟି ଯାକ କଥା କୁହାଉଛି। ପ୍ରଥମେ କହୁଛନ୍ତି, ତୁମେ ଯେତେବେଳେ ବାହାରେ କାହାକୁ ଦେଖୁଛ, ଯାହା ଭିତରେ ତମେ ଯୋଉଟା ପାପ ବୋଲି ଦେଖୁଛ, ତାହା ମୋ ଭିତରେ ଯୋଉ ଲୁକାୟିତ ରହିଛି ତାକୁ ନିଜେ ଦେଖିବି ଏବଂ ତା ଉପରେ ମୋର ବିଜୟ ହାସଲ କରିବା ପାଇଁ ଯୋଉ ଯୋଉ ପ୍ରୟାସ ଅଛି କରିବି। ମାଙ୍କ ପାଖରେ ଅଫର କରିବି, ତାକୁ ପ୍ରତ୍ୟାଖ୍ୟାନ କରିବି, ମାଙ୍କ ନାମ ଜପ କରିବି, ସବୁ କରିବି। ତାପରେ ଇଏ ହେଲା ଗୋଟିଏ କଥା। ସେକେଣ୍ଡ କଥା ହେଲା, ତା ଭିତରେ ଏଇଟା ଅଛି ବୋଲି ତାକୁ ମୁଁ କେବେ ଅଣ୍ଡର ଏଷ୍ଟିମେଟ କରିବି ନାହିଁ, ତାକୁ କେବେ ନିଚା ଦେଖିବି ନାହିଁ, କାହିଁକିନା ତା ଭିତରେ ସେଇ ପରମେଶ୍ୱର ରହିଛନ୍ତି, ସିଏ ବି ଷ୍ଟ୍ରଗଲ କରୁଛି, ତାକୁ ଘୃଣା କରିବି ନାହିଁ କିମ୍ବା କିମ୍ବା ଆଜ ଇଟ୍ ଇଜ ତାକୁ ମୁଁ ସମର୍ଥନ କରିବି ନାହିଁ। ମୁଁ ଚିହ୍ନିବା ଦରକାର, ମୁଁ ଜାଣିବା ଦରକାର ଯେ ସେଇ ଗୁଣ, ସେଇ ସାମର୍ଥ୍ୟ ଯୋଉଟା କି ମୋତେ ପରମେଶ୍ୱରଙ୍କ ଠାରୁ ଦୂରେଇ ରଖୁଛି, ମୁଁ ତାକୁ ଗ୍ରହଣ କରିବି ନାହିଁ। ମୁଁ ସେ ବ୍ୟକ୍ତିକୁ ଗ୍ରହଣ କରିବି, ତା ଭିତରେ ଭଗବାନ ଅଛନ୍ତି, ଭଗବାନ ନିଜକୁ ପରିପ୍ରକାଶ କରିଛନ୍ତି, କିନ୍ତୁ ଯେମିତି ଆ ପୂର୍ବରୁ କହିଥିଲେ, ସାଧୁମାନଙ୍କୁ ତାଙ୍କର ପୋଷାକ ସକାଶେ ତାଙ୍କୁ ସମ୍ମାନ କରିବ, କିନ୍ତୁ ଅନ୍ଧ ଭାବରେ ସେ ଯାହା କହୁଛନ୍ତି ବା ଯାହା କରୁଛନ୍ତି ତାହା ଯେ ଭଗବତ ବାଣୀ, ଏଇ ଧାରଣା ରଖିବେ ନାହିଁ। ତାକୁ ପରୀକ୍ଷା କରିବେ, ତାକୁ ପର୍ଯ୍ୟବେକ୍ଷଣ କରିବେ ବୋଲି ବାରମ୍ବାର କୁହାଉଛି। ଏଇଟା ହଉଛି ଆମ ପାଖରେ ଗୋଟେ ଚ୍ୟାଲେଞ୍ଜ। ଆମ ପାଖରେ ଆମେ ସେଇ ଯେମିତି ରୁଟି ଖଣ୍ଡେ ପକେଇଦେଲେ କୁକୁର ପଛରେ ଧାଇଁଲା ଭଳିଆ ଆମେ ସେମିତି ହବା ନାହିଁ। ଆମେ ଦାସ ହେବି, ଭଗବାନଙ୍କର ଦାସ ହେବି, କୌଣସି ବ୍ୟକ୍ତିର ହେବି ନାହିଁ। ମୁଁ ସମର୍ପଣ କରିବି, ଭଗବାନଙ୍କ ପାଖରେ ସମର୍ପଣ କରିବି, ବ୍ୟକ୍ତି ପାଖରେ କରିବି ନାହିଁ। ମୁଁ ପ୍ରେମ କରିବି, କେବଳ ପରମେଶ୍ୱରଙ୍କୁ ପ୍ରେମ କରିବି। ଏଇ ଭାବ ଭକ୍ତି ବା ଇମୋସନାଲ
ଆସକ୍ତିଯୁକ୍ତ ପ୍ରେମରେ ମୁଁ ପଡ଼ିବି ନାହିଁ। ଏଇ ଏତିକି ପାଇଁ ସମର୍ଥ ହେବା ପାଇଁ ଯୋଉ ପ୍ରଚେଷ୍ଟା ଦରକାର, ସେ ପ୍ରଚେଷ୍ଟା ଭିତରେ ମୁଁ କେବେ ବି ଭୁଲିଯିବି ନାହିଁ ଯେ ମା ମୋ ସହିତ ଅଛନ୍ତି ଏବଂ ତାଙ୍କୁ ମୁଁ ସବୁବେଳେ ଆବାହନ କରିବି ଏବଂ ସବୁ ଭିତରେ ତାଙ୍କର ଉପସ୍ଥିତିକୁ ମୁଁ କେମିତି ଅନୁଭବ କରିବି, ସେଥିପାଇଁ ତାଙ୍କ ପାଖରେ ଆଶ୍ରୟ କରିବି, ପ୍ରାର୍ଥନା କରିବି। ଜ୍ଞାନ 485 କହୁଛନ୍ତି ପରମେଶ୍ୱରଙ୍କ ପ୍ରତି ପ୍ରେମ ଏବଂ ମନୁଷ୍ୟମାନଙ୍କ ପ୍ରତି ବଦାନ୍ୟତା, ଏହା ହିଁ ହେଉଛି ପୂର୍ଣ୍ଣ ପ୍ରଜ୍ଞାର ଉପଲବ୍ଧି ନିମିତ୍ତ ପ୍ରଥମ ସୋପାନ। ଜ୍ଞାନ 486 କହୁଛନ୍ତି ଯିଏ ବିଫଳତା ଏବଂ ଅପୂର୍ଣ୍ଣତାକୁ ନିନ୍ଦା କରୁଛି, ସିଏ ପରମେଶ୍ୱରଙ୍କର ନିନ୍ଦା କରୁଛି। ଆପଣାର ଆତ୍ମାକୁ ସିଏ ବାଡ଼ ଦେଇ ବିକି ରଖୁଛି। ଆପଣାର ଆତ୍ମାକୁ ସିଏ ବାଡ଼ ଦେଇ କିଳି ରଖୁଛି ଏବଂ ଆପଣାର ଦୃଷ୍ଟିକୁ ମଧ୍ୟ ପ୍ରତାରିତ କରୁଛି। ତୁମେ ନିନ୍ଦା କରିବ ନାହିଁ, ମାତ୍ର ପ୍ରକୃତିର ନିରୀକ୍ଷଣ କରିବ। ଆପଣାର ଭାଇ ଅନ୍ୟମାନଙ୍କୁ ସାହାଯ୍ୟ କରିବ, ସେମାନଙ୍କର କ୍ଷତିଗୁଡ଼ିକୁ ଆରୋଗ୍ୟ କରି ଆଣିବ ଏବଂ ନିଜର ସହାନୁଭୂତି ଦ୍ୱାରା ସେମାନଙ୍କର ସାମର୍ଥ୍ୟ ତଥା ସାହସରେ ବୃଦ୍ଧି ସାଧନ କରିବ। ଏଇ ଆମେ ଆଲୋଚନା କରୁଥିଲେ ଯୋଉଗୁଡ଼ିକ ପ୍ରଭୁଙ୍କ ଭାଷାରେ ଆମେ ବର୍ତ୍ତମାନ ପଢୁଛନ୍ତି। ପରମେଶ୍ୱରଙ୍କ ପ୍ରତି ପ୍ରେମ, ମନୁଷ୍ୟମାନଙ୍କ ପ୍ରତି ବଦାନ୍ୟତା, ଏଇଟା ହେଉଛି ପୂର୍ଣ୍ଣ ପ୍ରଜ୍ଞାର ଉପଲବ୍ଧି ନିମିତ୍ତ ପ୍ରଥମ ସୋପାନ। ଏତେ କଥା ହଉଥିଲେ। ମୁଁ କେବଳ ମାଙ୍କୁ ଭଲ ପାଇବି, ମୁଁ କେବଳ ମାଙ୍କୁ ପ୍ରତିଷ୍ଠିତ କରିବି। ସେତେବେଳେ ମୋ ସମ୍ମୁଖରେ ଯୋଉ ମନୁଷ୍ୟମାନେ ଅଛନ୍ତି, ତେଣୁ ସେମାନଙ୍କୁ ମୁଁ ଘୃଣା କରିପାରିବି ନାହିଁ। ସେମାନଙ୍କୁ ମୁଁ ଯେମିତି କଥାରେ କହନ୍ତି ନିଚା ଦେଖିପାରିବି ନାହିଁ, ହେୟ ଜ୍ଞାନ କରିବି ନାହିଁ, କରିପାରିବିନି। ତେଣୁ ସେମାନଙ୍କ ପ୍ରତି ବଦାନ୍ୟତା ମୋର ରହିବ। କିନ୍ତୁ ତାପରେ ପରେ କହୁଛନ୍ତି, ଯୋଉଟା ଆମେ ଆଲୋଚନା କରୁଥିଲେ, ତାପରେ ଜ୍ଞାନ 486 ସେଇଟା କହୁଛନ୍ତି କଣ? ତମେ ବିଫଳତାକୁ ନିନ୍ଦା କରିବ ନାହିଁ, ଅପୂର୍ଣ୍ଣତାକୁ ନିନ୍ଦା କରିବ ନାହିଁ, କିନ୍ତୁ ସେଇଥିରେ ବାନ୍ଧି ହେଇ ରହିବ ନାହିଁ। ସେ ବିଫଳତା ବା ଅପୂର୍ଣ୍ଣତା ଯାହା ପାଖରେ ରହିଛି ତାକୁ କୋଳେଇ ନେବ ନାହିଁ। ସେଥିପାଇଁ କହୁଛି ତୁମେ ନିନ୍ଦା କରିବ ନାହିଁ, ମାତ୍ର ପ୍ରକୃତିର ନିରୀକ୍ଷଣ କରିବ। ତୁମେ ଯଦି ନିନ୍ଦା କରୁଛ, ମାନେ ତୁମେ ନିଜକୁ ମହାନ ବୋଲି ଭାବୁଛ ଏବଂ ଅନ୍ୟମାନଙ୍କୁ ତୁମଠାରୁ ନିଚା ବୋଲି ଭାବୁଛ। ତାହେଲେ ଏଠି ପ୍ରଭୁ ଲେଖୁଛନ୍ତି ତୁମେ ପରମେଶ୍ୱରଙ୍କର ନିନ୍ଦା କରୁଛ ଏବଂ ଆପଣାର ଆତ୍ମାକୁ ବାଡ଼ ଦେଇ କିଳି ରଖୁଛ, ଆପଣାର ଦୃଷ୍ଟିକୁ ପ୍ରତାରିତ କରୁଛ। ତେଣୁ କହୁଛନ୍ତି କଣ? ତୁମେ ନିନ୍ଦା କରିବ ନାହିଁ, କିନ୍ତୁ ନିରୀକ୍ଷଣ କରିବ। ଆମେ ସାଙ୍ଗେ ସାଙ୍ଗେ କଥା ହଉଥିଲେ, କଣ କହିଲେ? ବୁଲା କୁକୁରକୁ କୁଣ୍ଡେଇ ଦବ ନାହିଁ, ତାକୁ ନିରୀକ୍ଷଣ କରିବ, ତା ପାଇଁ ଯାହା ଆବଶ୍ୟକ ତାହା କରିବ। ସେଥିପାଇଁ କହୁଛନ୍ତି ଆପଣାର ଭାଇ ଅନ୍ୟମାନଙ୍କୁ ସାହାଯ୍ୟ କରିବ। କୋଉଥିରେ ସାହାଯ୍ୟ କରିବ? ତାର ସେଇ ଗତିବୃତ୍ତିକୁ ବୃଦ୍ଧି କରିବାରେ ନାହିଁ, ତାକୁ ଆରୋଗ୍ୟ କରିବାରେ। ତାପରେ ଲାଇନ ଲେଖୁଛନ୍ତି ସେମାନଙ୍କର ସେହି କ୍ଷତ ଗୁଡ଼ିକୁ ଆରୋଗ୍ୟ କରି ଆଣିବ। ତେଣୁ ତାଙ୍କର ଆରୋଗ୍ୟ ପାଇଁ ବାଟ କରିବ, କେବେ ବି ତୁମେ ତାଙ୍କର କ୍ଷତକୁ ବଢେଇବା ପାଇଁ ସାହାଯ୍ୟ କରିବ ନାହିଁ। ଆମେ ଯେତେବେଳେ ସେମାନଙ୍କୁ ପ୍ରଶଂସା କରୁ, ସେମାନଙ୍କର ଏଇ ଅପୂର୍ଣ୍ଣତା ବା ଯୋଉଟା କି ମାଙ୍କୁ ପରିପ୍ରକାଶ ନ କରି ଅହଂକୁ ପରିପ୍ରକାଶ କରୁଛି, ତାକୁ ଯେତେବେଳେ ଆମେ ଗୌରବାନ୍ୱିତ କରୁ, ତାହେଲେ ଆମେ ତାଙ୍କର କ୍ଷତ ଗୁଡ଼ିକୁ ବଢାଇ ଦଉ। ଏଠି ପ୍ରଭୁ ଲେଖୁଛନ୍ତି ସେମାନଙ୍କର କ୍ଷତ ଗୁଡ଼ିକୁ ଆରୋଗ୍ୟ କରି ଆଣିବ ଏବଂ ନିଜର ସହାନୁଭୂତି ଦ୍ୱାରା ସେମାନଙ୍କର ସାମର୍ଥ୍ୟ ତଥା ସାହସରେ ବୃଦ୍ଧି ସାଧନ କରିବ। ସେଥିପାଇଁ ଆମେ ଯୋଉ ଆମ ଭାଷାରେ ଯୋଉ ସାହାଯ୍ୟ କହିଲେ ଆମେ କଣ ବୁଝୁ? ଯଦି ପିଲାଟି ମାଗୁଛି ତାକୁ ଦେଇଦିଅ, ଯାହା କାମ ସରିଯାଉ ଯା। ସିଏ ମା ଜାଣେ ଯେ କେତେବେଳେ ଦେବି, କେତିକି ଦେବି। କାହିଁକି ନା ସେ ସମସ୍ତ ପ୍ରଜ୍ଞାର ଅଧିକାରୀ ଏବଂ ତାଙ୍କ ଭିତରେ ଏକ ଅପୂର୍ବ ସାମର୍ଥ୍ୟ ରହିଛି ପିଲାର ସାମଗ୍ରିକ ଦୃଷ୍ଟିକୁ ଦେଖିପାରିବାର। କାହିଁକିନା ସିଏ ତ ନିଜେ ପରମା ଜାଣିନି, ସେ ସବୁ ଦେଖିପାରନ୍ତି। ତେଣୁ ତାଙ୍କର ଯୋଉ ପ୍ରକାରର ପିଲା ସହିତ ବ୍ୟବହାର ଥାଏ, ପିଲାମାନେ ଆମମାନଙ୍କ ସହିତ ଯୋଉ ବ୍ୟବହାର ଥାଏ, ତାକୁ ଆମେ କପି କରିବାକୁ ଚେଷ୍ଟା କଲେ ଭୁଲ ହବ। ତେଣୁ ସେଇଥିପାଇଁ କହୁଛନ୍ତି ତୁମେ ନିରୀକ୍ଷଣ କରିବ ଆଉ ଆପଣାର ଭାଇ ଅନ୍ୟମାନଙ୍କୁ ସାହାଯ୍ୟ କରିବ। କୋଉଥିରେ କରିବ? ତାଙ୍କର କ୍ଷତକୁ ଆରୋଗ୍ୟ କରିବାରେ। ଆମେ ଯେତେବେଳେ ତାଙ୍କର ଭୁଲ ଭଟକାକୁ ବା ଯୋଉଗୁଡାକ ଆମେ ଦେଖୁଛୁ ଯୋଉଠି ଅହଂ ପ୍ରତିଷ୍ଠିତ ହଉଛି, ମା ପ୍ରତିଷ୍ଠିତ ହଉନାହାନ୍ତି, ଯୋଉଠି ସିଏ ନିଜର ପଥଭ୍ରଷ୍ଟ ହଉଛି, ଏତିକି ତ ସାଧାରଣ ଜ୍ଞାନ ଆମ ପାଖରେ ଅଛି, ଆମକୁ ଦିଆଯାଇଛି, ଆମ ପାଖରେ ରହିଛି। ସେତେବେଳେ ତାର ସେଇଟା ହଉଛି ତା ପାଇଁ କ୍ଷତ। ତାକୁ ଯଦି ଆପଣ ସମର୍ଥନ କରିବେ
ତେବେ ଆପଣ ସହାନୁଭୂତି ଦେଖାନ୍ତି ବୋଲି ଭାରି ଖୁସି ହୁଅନ୍ତି, କିନ୍ତୁ ସହାନୁଭୂତି ଏଠି ଯୋଉ ସହାନୁଭୂତି କଲେ ତାର କ୍ଷତଟିକୁ ଆପଣ ବଢେଇବାରେ ସାହାଯ୍ୟ କଲେ। ସେଠି ଆପଣ ନିରୀକ୍ଷଣ କରିବେ ତା କ୍ଷତ ଗୁଡ଼ିକ କେମିତି ଆରୋଗ୍ୟ ହବ, ଅତି ସହାନୁଭୂତିର ସହିତ ଚେଷ୍ଟା କରିବେ। ଯେତେବେଳେ ସାଧାରଣ କଥାଟିଏ, ଯେତେବେଳେ କଣ୍ଟାଟିଏ ପଶି ଯାଇଛି ମତେ କଷ୍ଟ ହବ, ମୁଁ ତ ନିଜେ ଜାଣିବି। କିନ୍ତୁ ଯଦି ଅନେକ ଦିନ ଧରି କଣ୍ଟାଟି ରହିଗଲା, ତେବେ ତାପରେ ମତେ ଆଉ ସେଟା ଜଣା ପଡେନି, ପୁଜ ହେଇଯାଏ, ମୁଁ ସେଥିରେ ଆକଷ୍ଟମ୍ଡ ହେଇଯାଏ। ଆକଷ୍ଟମ୍ଡ ହେଇଯାଏ। କିଛି ଦିନ ପରେ ସେ ଯୋଉ କହନ୍ତି କଣ ମାଛିଆ ଖିଆ ହେଇଯାଏ। ଆକଷ୍ଟମ୍ଡ ହେଇଯାଏ, ଏହା ଦ୍ୱାରା ଏମିତି ବି ହୁଏ। ତେଣୁ ସେତେବେଳେ ଆପଣ ତାକୁ କଣ କରିବେ, କଷ୍ଟ ଲାଗିପାରେ, ଆଉ ଗୋଟିଏ ଛୁଞ୍ଚି ଆଣି କଣ୍ଟା ଆଣିକି କଣ କରିବେ, ସେ କଣ୍ଟାଟିକୁ କାଢିବେ। ସେତେବେଳେ ସେଇ ଯାହା ଦେହରେ କଣ୍ଟା ପଶିଛି ସେ ଚିତ୍କାର କରିବ, ତମକୁ ତାର ଶତ୍ରୁ ବୋଲି ମନେ କରିବ, କିନ୍ତୁ ତମେ ସହାନୁଭୂତିର ସହିତ ପ୍ରେମର ସହିତ ଛୁଞ୍ଚିରେ ଫୋଡି ସେ କଣ୍ଟାଟିକୁ ବାହାର କରିବ। ତେଣୁ କ୍ଷତ ଗୁଡ଼ିକ ଆରୋଗ୍ୟ କରି ଆଣିବା ପାଇଁ ଆମେ ଭୁଲି ଯିବା ନାହିଁ ଯେ କେବେ ତାର ସେଇ କ୍ଷତକୁ ବଢେଇବାରେ ସାହାଯ୍ୟ କରିବା ନାହିଁ। କେମିତି ସାହାଯ୍ୟ କରନ୍ତି ଆମେ, ନା ତାକୁ ସମର୍ଥନ କରି, ତାକୁ ପ୍ରଶଂସା କରି, ତାର କାର୍ଯ୍ୟକୁ ଗୌରବାନ୍ୱିତ କରି, ମହିମା ମଣ୍ଡିତ କରି। ତେଣୁ ଆଉ ଥରେ ମନ ପଡିବା, ମନେ ରଖିବା ଦିଟା କଥା, ଯେ ବିଫଳତା ବା ଅପୂର୍ଣ୍ଣତାକୁ ନିନ୍ଦା କରିବେ ନାହିଁ, ତା ଭିତରେ ଯେ ପରମେଶ୍ୱର ରହିଛନ୍ତି ତାକୁ କେମିତି ଉପଲବ୍ଧି କରିବେ, ସେଇଟା ହିଁ ହଉଛି ଆପଣଙ୍କର ପ୍ରଜ୍ଞାର ପରିଚୟ। କିନ୍ତୁ ତାପରେ କହୁଛନ୍ତି ଯେ ତାଙ୍କୁ ସେମିତି କୋଳେଇ ନବ ନାହିଁ। ଦିଟା କଥା, କାହିଁକିନା ଆମେ ସାଙ୍ଗେ ସାଙ୍ଗେ ଭାବୁ ହଁ ଭଗବାନ କହିଛନ୍ତି, ତେଣୁ ନା ନା ସବୁ ଠିକ, ସବୁ ଠିକ ମନା କରୁଛନ୍ତି। ତୁମେ ତାକୁ କୋଳେଇ ନବ ନାହିଁ। କୋଳେଇ ନବା ଅର୍ଥ ହଉଛି କଣ, ତୁମେ ତାକୁ ଆପଣାର ଦୃଷ୍ଟିକୁ ପ୍ରତାରିତ କରୁଛ। ତୁମେ ନିନ୍ଦା କରିବ ନାହିଁ, କିନ୍ତୁ ମାତ୍ର ପ୍ରକୃତିର ନିରୀକ୍ଷଣ କରିବ ଏବଂ ସେମାନଙ୍କର କ୍ଷତ ଗୁଡ଼ିକୁ ଆରୋଗ୍ୟ କରି ଆଣିବା ପାଇଁ ନିଜର ସହାନୁଭୂତି ଦ୍ୱାରା ସେମାନଙ୍କର ସାମର୍ଥ୍ୟ ବୃଦ୍ଧି କରିବା ପାଇଁ, ସାହସ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବେ। ବାহ, ବାহ, থ্যাংক ইউ অল,